ଚାଲିଲା ଘରୋଇ ବସ୍ ବର୍ତ୍ତମାନ ସୁଦ୍ଧା ଧାରଣାରେ ଡ୍ରାଇଭର କେତେ ଦିନ ଧାରଣାରେ ବସିବୁ ଆମେ ଜାଣି ନାହୁଁ କହିଲେ ଡ୍ରାଇଭର ସଂଘ। କହି ହେବନି କେତେ ଦିନ ବସିବୁ କ'ଣ କରିବୁ କେତେ ସମୟ ବସିବୁ ଆମର ଜିଲ୍ଲା ସଭାପତି ସିଏ ଆସିକି ଯାହା ଅର୍ଡର ଦେଲେ ଆମେ ସେଇ ହିସାବରେ କାମ କରିବୁ। ହଁ ଦର୍ଶକ ବନ୍ଧୁ, ଭଦ୍ରକ ଜିଲ୍ଲାରେ ଗଡ଼ିଲା ଘରୋଇ ବସ୍। କୌଣସି ସ୍ଥାନରୁ ଅପ୍ରୀତିକର ଘଟଣାର ସୂଚନା ନାହିଁ। ଡ୍ରାଇଭର ସଂଘର ଆନ୍ଦୋଳନ ଡାକରାର ପ୍ରଥମ ଦିନରୁ ତୃତୀୟ ଦିନ ପର୍ଯ୍ୟନ୍ତ ଘରୋଇ ବସ୍ ଯାତାୟାତ ବନ୍ଦ ଥିଲା। ତେବେ ଯେଉଁ କେତେକ ବସ୍ ଚଳାଚଳ କରୁଥିଲା ସେଗୁଡ଼ିକୁ ଡ୍ରାଇଭର ସଂଘର ସଦସ୍ୟମାନେ ଅନେକ ସ୍ଥାନରେ ଅବରୋଧ କରିବା ସହିତ ଫେରାଇ ଦେଉଥିଲେ। ଆଜି ଚତୁର୍ଥ ଦିନରେ ଭଦ୍ରକ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି କ୍ରମେ ବସ୍ଗୁଡ଼ିକ ଚଳାଚଳ ଆରମ୍ଭ କରିଛି। ଅନ୍ୟପଟେ ବନ୍ତ ଛକ ବସ୍ ଷ୍ଟାଣ୍ଡ ନିକଟରୁ କିଛି ଦୂରରେ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ 16 ନମ୍ବର ଜାତୀୟ ରାଜପଥ କଲେଜ ଛକ ଓଭରବ୍ରିଜ ନିକଟରେ ଧାରଣାରେ ବସିଛନ୍ତି। ଗଣମାଧ୍ୟମ ପଚାରିବା ପରେ ଆମେ ଶାନ୍ତିପୂର୍ଣ୍ଣ ଭାବରେ ବସିଛୁ, କୌଣସି ଗାଡ଼ିକୁ ଅଟକାଉ ନାହୁଁ। ତେବେ କେବେ ପର୍ଯ୍ୟନ୍ତ ବସିବୁ ତାହା ଜାଣି ନାହୁଁ। ସଭାପତିଙ୍କ ନିର୍ଦ୍ଦେଶ ଯାହା ଆସିବ ଆମେ ତାହାକୁ ଗ୍ରହଣ କରିବୁ, ଏନେଇ କହିଛନ୍ତି ଭଦ୍ରକ ଡ୍ରାଇଭର ସଂଘର ଅଫିସ ସମ୍ପାଦକ ସୁରେଶ ଦାସ। ମୁଁ ଭଦ୍ରକ ଜିଲ୍ଲାରେ ଅଫିସ ସେକ୍ରେଟାରୀ ଅଛି। ନିଶ୍ଚିତ ଆମେ ତ ଶାନ୍ତିପୂର୍ଣ୍ଣ ଭାବରେ ବସୁଛୁ, କାହାରିକି ଅଟକାଅଟକି ନାହିଁ। ଘରେ ବସ୍ ମାଲିକ ସଂଘ ତାର କହିଲେ ଚଳିବା ପାଇଁ ସେ ତ ଚାଲିଛି, ଆମେ କାହାରିକି ଅଟକାଅଟକି କରୁନୁ। ଆମେ ନିଜେ ନିଜକୁ ଆମ ଭାଇମାନଙ୍କୁ ନେଇକି ଆମେ ବସୁଛୁ ରାସ୍ତା ଉପରେ। କୌଣସି କାହାରିକି ବାଧ୍ୟତା ନାହିଁ, କାହାରିକି ଅଟକାଅଟକି ନାହିଁ। ଆମ ହିସାବରେ ଆମେ ବସୁଛୁ। କେତେ ସମୟ ବସିବୁ ତ ସେମିତି କହି ହେବନି କେତେ ଦିନ ବସିବୁ କ'ଣ କରିବୁ କେତେ ସମୟ ବସିବୁ ଆମର ଜିଲ୍ଲା ସଭାପତି ସିଏ ଆସିକି ଯାହା ଅର୍ଡର ଦେଲେ ଆମେ ସେଇ ହିସାବରେ କାମ କରିବୁ। ନାହିଁ ସାର୍, କୌଣସି ଗାଡ଼ି ଆମେ ଅଟକାଇବୁ ନାହିଁ। ଶ୍ରୀନିବାସପତି ସଭାପତି ଭଦ୍ରକ ବସ୍ ଇଣ୍ଡିକେଟ୍। ଆମର ଡ୍ରାଇଭର ସଂଘର କିଛି ଦାବି ଥିଲା, ସେ ତାଙ୍କ ଦାବି ପାଇଁ ସେମାନେ ଗୋଟେ ଧର୍ମଘଟର ଡାକରା ଦେଇଥିଲେ। 2 ଦିନ ଧର୍ମଘଟ ପରେ ଆମେ ଦେଖିଲୁ ଯାତ୍ରୀମାନଙ୍କର ଅସୁବିଧା ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ତେଣୁ ଆମେ ଆମ ମାଲିକମାନଙ୍କୁ ବି କହିଲୁ ଆପଣ ଡ୍ରାଇଭରମାନଙ୍କ ସହିତ କଥା ହୁଅନ୍ତୁ, ସେମାନେ ଗାଡ଼ି ଚଲାନ୍ତୁ। ସରକାର ଯେହେତୁ ତାଙ୍କୁ କହିଛନ୍ତି ତାଙ୍କ ଦାବି ମାନିବେ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି, ତେଣୁ ସରକାରଙ୍କ ପ୍ରତିଶ୍ରୁତିକି ମାନି ସେମାନେ ଗାଡ଼ି ଚଲାନ୍ତୁ। ତେଣୁ ଆମର ଡ୍ରାଇଭର ଭାଇମାନେ ରାଜି ହେଲେ, ସେମାନେ ଆମେ ପହରଦିନଠୁ ଗାଡ଼ି ଚଲେଇଲୁଣୁ। ଆଜି ଆମର ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ କରୁ। ଯେହେତୁ ଡ୍ରାଇଭର ତ ଆମର ଗୋଟେ ପାର୍ଟ, ତେଣୁ ଡ୍ରାଇଭରକୁ ଆମେ ତ ମାଇନସ୍ କରି ଗାଡ଼ି ଚଳେଇ ପାରିବୁନୁ। ତେଣୁ ଡ୍ରାଇଭରମାନଙ୍କୁ ଆମ ସଂଘ ତରଫରୁ କୁହାହେଲା ଯେ ଆପଣମାନେ ଗାଡ଼ି ଚଲାନ୍ତୁ, ସରକାର ଆପଣଙ୍କ କଥା ମାନିବେ। ଭଦ୍ରକରୁ ରମେଶ ପାଗଳଙ୍କ ରିପୋର୍ଟ, ଆରପି ନ୍ୟୁଜ ଓଡ଼ିଆ।